ଏହି ଭିଡ଼ିଓରେ ଆମେ ଗୋଟେ ବୃତ୍ତ ମଧ୍ୟରେ ସୁଷମ ଷଡ଼ଭୁଜର ଅନ୍ତର୍ଲିଖନ ଶିଖିବା। ପ୍ରଥମେ ଆମେ ଗୋଟେ ବୃତ୍ତ ଅଙ୍କନ କରିବା। ମୋ ପାଖରେ ଗୋଟେ ବିନ୍ଦୁ ଅଛି, ତେଣୁ ମୁଁ ଏହି ବିନ୍ଦୁରେ କମ୍ପାସର ମୁନ ରଖି ଗୋଟେ ବୃତ୍ତ ଅଙ୍କନ କଲି। ଏବେ ସୁଷମ ଷଡ଼ଭୁଜ କାହାକୁ କୁହାଯାଏ ପ୍ରଥମେ ତାହା ଜାଣିବା। ସୁଷମ ଷଡ଼ଭୁଜ ଅର୍ଥାତ୍ ତାର 6ଟି ବାହୁ ଥିବ ଏବଂ ସେ 6ଟି ଯାକ ବାହୁର ଦୈର୍ଘ୍ୟ ସମାନ ହେଇଥିବ, ତେବେ ତାହାକୁ ଆମେ କହିବା ସୁଷମ ଷଡ଼ଭୁଜ। ଏବେ ଏହି ବୃତ୍ତର ପରିଧିରେ କୌଣସି ଗୋଟେ ଜାଗାରେ ଗୋଟେ ବିନ୍ଦୁ ନେବା। ଏବେ ପିଲାମାନେ ଆମେ କମ୍ପାସରେ ଏତିକି ଚାପ ନେଇକି ଏହି ବୃତ୍ତଟି ଅଙ୍କନ କରିଥିଲେ, ତେଣୁ ମୁଁ ଏବେ କ'ଣ କରିବି, ଏହି କମ୍ପାସର ମୁନକୁ ପ୍ରଥମେ କମ୍ପାସର ମୁନକୁ ଆମେ ଗୋଟେ ନୂଆ ବିନ୍ଦୁ ବନେଇଲେ ତା ଉପରେ ରଖିବି କମ୍ପାସର ମୁନକୁ ଏବଂ ବୃତ୍ତ ଉପରେ ଗୋଟେ ଚାପ ଅଙ୍କନ କରିବି। ଯେତେବେଳେ ଚାପ ଏ ବୃତ୍ତକୁ ଛେଦ କରିଲା ଆମେ ଗୋଟେ ବିନ୍ଦୁ ପାଇଲେ। ଏବେ ଆମେ ସେ ବିନ୍ଦୁ ଉପରେ କମ୍ପାସର ମୁନକୁ ରଖିବା ଏବଂ ଆଉ ଗୋଟେ ଚାପ ଅଙ୍କନ କରିବା ବୃତ୍ତ ଉପରେ। ଏବେ ଆମେ ଯେଉଁ ଚାପ ଅଙ୍କନ କଲେ ସେ ଚାପ ବୃତ୍ତକୁ ଗୋଟେ ବିନ୍ଦୁରେ ଛେଦ କରିଲା ଏବଂ ଆମେ ଗୋଟେ ନୂଆ ବିନ୍ଦୁ ପାଇଲେ। ଏବେ ଆମେ କମ୍ପାସର ମୁନକୁ ସେ ନୂଆ ବିନ୍ଦୁ ଉପରେ ରଖିକି ଆଉ ଗୋଟେ ଚାପ ଅଙ୍କନ କରିବା ବୃତ୍ତ ଉପରେ। ଏବେ ଆମେ ଆଉ ଗୋଟେ ବିନ୍ଦୁ ପାଇଲେ। ଏବେ ଆମେ ପୁଣି କମ୍ପାସର ମୁନକୁ ସେ ନୂଆ ବିନ୍ଦୁ ଉପରେ ରଖିକି ଆଉ ଗୋଟେ ଚାପ ଅଙ୍କନ କରିବା ବୃତ୍ତ ଉପରେ। ଏବେ ଆମେ ଆଉ ଗୋଟେ ନୂଆ ବିନ୍ଦୁ ପାଇଲେ, ପୁଣି ଆମେ କମ୍ପାସର ମୁନକୁ ରଖିବା ସେ ବିନ୍ଦୁ ଉପରେ ଏବଂ ଆଉ ଗୋଟେ ଚାପ ଅଙ୍କନ କରିବା ବୃତ୍ତ ଉପରେ। ଏବେ ଆମେ କେତୋଟି ଚାପ ଅଙ୍କନ କରିଲେ? ଗୋଟିଏ, ଦୁଇଟି, ତିନୋଟି, ଚାରୋଟି, ପାଞ୍ଚଟି। ଏବଂ ଏବେ ଆମେ କ'ଣ କରିବା, କମ୍ପାସର ମୁନକୁ ଏ ନୂଆ ବିନ୍ଦୁ ଉପରେ ରଖିବା ଏବଂ ଆଉ ଗୋଟେ ଚାପ ଅଙ୍କନ କରିବା ଏବଂ ଆମେ ଆଉ ଗୋଟେ ବିନ୍ଦୁ ପାଇଲେ। ଏବେ ପିଲାମାନେ ଆମେ 6ଟି ବିନ୍ଦୁ ପାଇଲେ। ଏହି 6ଟି ଯାକ ବିନ୍ଦୁକୁ ଆମେ ଯଦି ଯୋଡ଼ିଦେବା ଆମେ ଗୋଟେ ଷଡ଼ଭୁଜ ପାଇବା ଏବଂ ତାହା ସୁଷମ ଷଡ଼ଭୁଜ ହେବ, କାରଣ ଆମେ ଚାପ ସମାନ ଚାପ ନେଇଛେ, ତେଣୁ ଏ ଦୈର୍ଘ୍ୟ ବି ସମାନ ରହିବ ଏ ବାହୁ ଗୁଡ଼ିକର। ତେଣୁ ପ୍ରଥମେ ମୁଁ ବିନ୍ଦୁ ଗୁଡ଼ିକର ନାମ ଦେଇଦେଉଛି। ଏବେ ପ୍ରଥମେ ମୁଁ ଏ ଏବଂ ବି ବିନ୍ଦୁକୁ ଯୋଡ଼ି ଗୋଟେ ରେଖାଖଣ୍ଡ ଅଙ୍କନ କରିବି। ଏବେ ବି ବିନ୍ଦୁ ଏବଂ ସି ବିନ୍ଦୁକୁ ଯୋଡ଼ି ମୁଁ ଆଉ ଗୋଟେ ରେଖାଖଣ୍ଡ ଅଙ୍କନ କରିବି। ଏବେ ସି ବିନ୍ଦୁ ଏବଂ ଡି ବିନ୍ଦୁ ଯୋଡ଼ିବା ଆମେ ଆଉ ଗୋଟେ ରେଖାଖଣ୍ଡ ଅଙ୍କନ କରିବା। ଏବେ ଇ ବିନ୍ଦୁ ଏବଂ ଡି ବିନ୍ଦୁ ଯୋଡ଼ିବା, ଆଉ ଗୋଟେ ରେଖାଖଣ୍ଡ ଅଙ୍କନ କଲେ ଡିଇ। ଏବେ ଇ ଏଫ୍ ଅଙ୍କନ କରିବା ଏବଂ ଶେଷରେ ଏ ଏଫ୍ ଅଙ୍କନ କରିବା। ଏବେ ଆମେ ଗୋଟେ ସୁଷମ ଷଡ଼ଭୁଜ ଅଙ୍କନ କରିଲେ ଯେଉଁ ଗୋଟେ ଏ ବୃତ୍ତ ମଧ୍ୟରେ ରହିଲା, ତେଣୁ ଆମେ ବୃତ୍ତ ମଧ୍ୟରେ ଗୋଟେ ସୁଷମ ଷଡ଼ଭୁଜ ଅନ୍ତର୍ଲିଖନ କଲେ ଏବଂ ସେ ସୁଷମ ଷଡ଼ଭୁଜର ନାମ ହେଲା ଏ ବି ସି ଡି ଇ ଏଫ୍।